କବିତାର ସମାହାର କବିତାଞ୍ଜଳିକୁ ଆପଣ ସମସ୍ତଙ୍କୁ ସ୍ୱାଗତ। କବିଙ୍କ ବିଷୟରେ ଜାଣିବା। କବି ଶରତ କୁମାର ଦାସଙ୍କ ବିଷୟରେ, ଯାହାଙ୍କ ଲେଖନୀରୁ ଅନେକ ଗୀତ ଆପଣମାନେ ଶୁଣିଛନ୍ତି ଆଉ ପସନ୍ଦ ମଧ୍ୟ କରିଛନ୍ତି। ମୁଁ ଯେ ତାଙ୍କ ବିଷୟରେ କ'ଣ ଅଧିକା କହିବି, ତାଙ୍କ ଲେଖାଗୁଡ଼ିକ ଖୁବ୍ ଜୀବନ୍ତ ଏବଂ ହୃଦୟସ୍ପର୍ଶୀ। ତେଣୁ ଏହି ଚ୍ୟାନେଲରେ ତାଙ୍କ କବିତାର ପିଢ଼ିକୁ ଖୋଲିବା। ପରିସ୍ଥିତିର ତାଡ଼ନା ସମ୍ଭାଳି ନପାରି କିଏ କେତେ ରାସ୍ତା ବାଛି ନିଅନ୍ତି। ସେହି ରାସ୍ତାରେ ଚାଲୁ ଚାଲୁ ଦିନେ ପାଦ ଥକିଯାଏ, ରଙ୍ଗ ହଜିଯାଏ। ଏମିତି ଗୋଟେ ସମୟକୁ କେବେ କଳ୍ପନା କରିନଥିଲା ଗଣିକା ଚିତ୍ରଲେଖା। ବୟସର ମୁହାଣ ମୁହଁରେ ଦିନେ ଭାସିଗଲା ତାର ସର୍ବସ୍ୱ। ଚିତ୍ରଲେଖା ଯଦି ପ୍ରଥମରୁ ବୁଝିଥାନ୍ତା, ଏ ଅସନା ରାସ୍ତା କେବେ ବାଛି ନେଇ ନଥାନ୍ତା। ତା ଦେହର ସ୍ୱାଦ ଚାଖି ମୁହଁ ମୋଡ଼ା ଦେଇ ଚାଲିଗଲେ ସ୍ୱାର୍ଥପରମାନେ ନିଜ ନିଜ ରାସ୍ତାରେ। ଆଜି ସେ ଗୁମୁରି ଗୁମୁରି କାନ୍ଦୁଛି। କବିଟିଏ କିନ୍ତୁ ପଢ଼ିପାରେ ତା ପରିସ୍ଥିତି, ଦୁଃଖକୁ। କବି ଶରତ କୁମାର ଦାସ କେମିତି ଆଡ଼େଇ ଯାଆନ୍ତେ ଚିତ୍ରଲେଖାକୁ। ତାଙ୍କ କଲମ ମୁନରେ ଫୁଟି ଉଠିଲା କବିତାଟି। ଆସନ୍ତୁ ଜାଣିବା କ'ଣ ସେ ଚିତ୍ରଲେଖାର କାହାଣୀ। କବିତାର ଶୀର୍ଷକ ଚିତ୍ରଲେଖା। କାମନାର ନିଆଁ ଜଳେଇ କଅଁଳ ଦେହର ମହକ ବୁଣି ବସିଥାଏ ଚିତ୍ରଲେଖା। କେତେ ଯେ ଭ୍ରମର ତା ଆତିଥ୍ୟ ନେଇ ବାହୁଡ଼ି ଯାଆନ୍ତି କିଛି ପଇସା ଉପହାର ଫିଙ୍ଗି ଦେଇ ତା ପଣତକୁ। ସେ ସବୁ ସାଉଁଟୁ ସାଉଁଟୁ ପରିପୂର୍ଣ୍ଣ ହେଇଯାଏ ଚିତ୍ରଲେଖାର ଥଳି ଆଉ ଥାଳି। ଚିତ୍ରଲେଖା ଏତିକିରେ ବୁଝିନିଏ ସବୁ ଋତୁ। ତା କିଆରୀରେ ଧାନ କେଣ୍ଡାର ବାସ୍ନା, ଆକାଶରେ ସାତରଙ୍ଗୀ ଇନ୍ଦ୍ରଧନୁ। କେବେ ବି ଝାଉଁଳି ଯିବନି ଦେହର ରଙ୍ଗ, ସୂତା କାଟି ଉଡ଼ିଯିବନି ବୟସର ରଙ୍ଗୀନ ଗୁଡ଼ି। ଋତୁ ଆସେ ଋତୁ ଯାଏ, ବଦଳିଯାଏ କ୍ୟାଲେଣ୍ଡରର ପୃଷ୍ଠା। ଦିନେ ତା ଦାଣ୍ଡ କବାଟ ଠେଲି ଘର ଭିତରକୁ ପଶି ଆସିଲା ବତାସୀ ପବନ। ଝାଡ଼ି ଝୁଡ଼ି ସବୁ ଉଡ଼େଇ ନେଲା ତା ଦେହରୁ। ଧୂସର ଦିଶିଲା ଚିତ୍ରଲେଖାର ଛାତି। ଯତ୍ନ ନେଲେ କଟା ଘାରେ ବକଳ ଭିଡ଼େ ଚମ ଚମକେ। ହେଲେ ଥରେ ଚମ ଲୋଚାକୋଚା ହେଇଗଲେ ପରାଗ ଝରେ ନା ବାସ ମହକେ। ଚିତ୍ରଲେଖା ଏମିତି ଗୋଟେ ଦିନକୁ କାଳେ କାଳେ ଅପେକ୍ଷା କରି ନଥିଲା। ଶତ ଚେଷ୍ଟା ପରେ ବି ତା ଠିକଣା ହଜିଗଲା। ଛାତିରେ ଗଜା ମାରିଲା ଅସରନ୍ତି ଦୁଃଖ। ଏ ଚିତ୍ରଲେଖାମାନେ ବୁଝିଥାନ୍ତି ତାଙ୍କ ଏକାନ୍ତ ପରିଚିତ ଦର୍ପଣରେ ସବୁଦିନେ ରଙ୍ଗର ରୋଷଣୀ, ନରମ ଆଙ୍ଗୁଠିରେ ଚକ୍ ଚକ୍ ରତ୍ନମୁଦି। ହେଲେ କାଳ ଯେ ସର୍ବଗ୍ରାସୀ। ଦିନେ ଜୀବନ ପଡ଼ି ରହେ ସର୍ବହରା ଏକାକୀ କପୋତୀ। କେମିତି ଲାଗିଲା କବିତାଟି? ନିଶ୍ଚିତ ଭଲ ଲାଗିଥିବ। ଅନେକ ହୃଦୟସ୍ପର୍ଶୀ କବିତାଟି। ଯଦି ଭଲ ଲାଗିଲା ତାହେଲେ କ'ଣ କରିବେ ତ ଜାଣିଛନ୍ତି। ଭିଡ଼ିଓ ଟିକେ ଲାଇକ୍ କରିବେ, ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଦେବେ। ଆଉ ଯଦି ଉପସ୍ଥାପନାରେ କିଛି ଦୋଷ ତ୍ରୁଟି ରହିଗଲା ଅନାମିକାକୁ କ୍ଷମା କରିବେ। ତାହେଲେ ଦେଖା ହବ ଆଗାମୀ ଅଧ୍ୟାୟରେ ଆଉ ଏକ ନୂଆ କବିତାର ସହିତ। ସେ ପର୍ଯ୍ୟନ୍ତ ନମସ୍କାର।